କିନ୍ତୁ ଭୁଲ ବୁଝାମଣା ଯୋଗୁଁ ଆମେ ମାନେ ମୁଁ ଟର୍ଚର କରୁଛି। ପରିସ୍ଥିତି ଆସିଲେ ସାରା ଜୀବନ ଏକା ଏକା ରହିଯିବି, କିନ୍ତୁ ଏ ଜନ୍ମରେ ମୁଁ ଆଉ କାହାକୁ ପସନ୍ଦ କରିପାରିବିନି। এইটা তো সবু ঝিও মানଙ୍କର ডায়লগ। যা শଳା ରୋଷ୍ଟର ବାଲା ରୋଷ୍ଟିଂ କରି କରି କିନ୍ତୁ ତାଙ୍କର ହାଲିଆ ଟାଇଟ୍ ହେଇଗଲାଣି। ରୋଷ୍ଟର ବାଲା ହାଲିଆ ଟାଇଟ୍ ହେଇଗଲାଣି, କିନ୍ତୁ ଶ୍ରୀକ୍ଷେତ୍ର ଆଉ ସୋନାଲି ପଣ୍ଡାର ପାଣି ବାହାରୁନି। ତାଙ୍କର ସେମିତି କରିଚାଲିଛନ୍ତି, ସେମିତି କରିଚାଲିଛନ୍ତି। ବର୍ତ୍ତମାନ ଗୋଟେ ନୂଆ ବାହାରିଛି କି ସୋନାଲି ପଣ୍ଡାର ଗୋଟେ ଆଉ ଗୋଟେ ଘଇତା ଅଛି, ଯାହାକି ଫଳରେ ମାନେ ସୋନାଲି ତା ଟାଇଟେଲ ଟାକୁ ପଣ୍ଡା କରିଛି, ଯାହାକି ଫଳରେ ସେ ଶ୍ରୀକ୍ଷେତ୍ର କତିକି ଯିବାକୁ ଚାହୁଁନି। ଆମେ କିଛି କହୁନୁ, କହୁଛନ୍ତି ଖୁଦ ସୋନାଲି ପଣ୍ଡାର ଭଉଣୀ। ये बड़ी अच्छी बात कही है। प्रथम ना कागजी पल्लई थिला एवं एबे सोनाली पंडा हेइची कागजी पल्लई रु पंडा जदि बा से हेइची ताले तांकर बोधे अलगा पुरुष सहित लिविंग अछि बिली सी डॉक्यूमेंट चेंज करूछंती। एडा कसा घर बड़ा लोक अछंती। हां दी जण झगड़ा नाही आ तीन जण लोक आसी मझिर नाख होछंती काहे कि ना सोनाली पंडार कोडा आ गुटे घइता अछि। अरे तार आ गुटे घइता अछि कि आ दीटा घइता घइता तो गुटे नांडू अछि तार आ गुटे नांडू तो टाइटल पंडा नुहे। हां ताने सोनाली पंडा क्यों देला ताने नांडू छाडी के आ गुटे मझिर के गांडू अछि होते। अच्छा इतो हेटी पंडा होइची। ठीक अछि। अच्छा सोनाली तबे टे कहि देला तमरो झगड़ाटा तमरो जो स्वामी स्त्री रो विसंगलाटा कोन पई हला। କିନ୍ତୁ ଭୁଲ ବୁଝାମଣା ଯୋଗୁଁ ଆମେ ମାନେ ମୁଁ ଟର୍ଚର କରୁଛି, ତ କଷ୍ଟ ଦଉଛି। ଶୁଣିଲେ ସୋନାଲି ଯାହା କହିଲା ଠିକ କଥା କହିଲା। ତାଙ୍କର ଟିକେ ବୁଝାମଣା ଭୁଲ ପାଇଁ ସୋନାଲି ତାକୁ ଟର୍ଚର କରୁଛି। ତା ମାନେ ସେ ସୋନାଲି ମାନେ ଶ୍ରୀକ୍ଷେତ୍ର କତି ଯିବାକୁ ଚାହୁଁଛି, କିନ୍ତୁ ଟିକେ ଟିକେ ମଝିରେ ଟର୍ଚର କରୁଛି, ଯାହାକି ଫଳରେ ତାକୁ ଟିକେ ଶ୍ରୀକ୍ଷେତ୍ର ସହି ପାରୁନି। ଆଉ ସେ ଆସି ମାନେ ସୋସିଆଲ ମିଡିଆ ଟିକେ ଆଖଡା କରୁଛି। ପୁଣି ସେ ସୋସିଆଲ ମିଡିଆରେ କହୁ କହୁ ଶ୍ରୀକ୍ଷେତ୍ର ବି କହିଲାଣି ତାର ଆଉ ଗୋଟେ ଘଇତା ଅଛି ବୋଲି। ସେଇଟା ତ କନଫ୍ୟୁଜ ଅଛି ସମସ୍ତେ, କିନ୍ତୁ ନିଶ୍ଚିତ ହିଁ ଆର ବଡ଼ ଖୁଲାସା ହେଉଛି। ଯଦି ବି ସେ କାହାକୁ ବିବାହ କରିଛନ୍ତି କି କ'ଣ ଏଇଟା ଗୁପ୍ତ ରଖିଛନ୍ତି, ନିଶ୍ଚିତ ହିଁ ଆର ପର୍ଦ୍ଦାଫାଶ ହେବ। ବାସ୍ ଏମାନଙ୍କର ଝଗଡା ପଟିଅ କୋଉଠି କହିଲ? ଏମାନଙ୍କ ଝଗଡା ଟିକେ ପଟି ଆସିଲା ବେଳକୁ ଇଏ ଘର ଭଡା ଓକିଲ ଆସିକି ପହଞ୍ଚିଗଲା। ଏ ଘର ଭଡା ଓକିଲ ଆସିକି କହିଲାଣି ଯେ ସେ ଆଉ ଟିକେ ନିଆଁରେ ଘିଅ ଢାଳି ଦେଲାଣି। କହିଲା ଶ୍ରୀକ୍ଷେତ୍ର ସୋନାଲି ପଣ୍ଡାର ଆଉ ଗୋଟେ ଘଇତା ଅଛି କହିଲା ବେଳକୁ ଇଏ ଘର ଭଡା ଓକିଲ ଆସିକି କହିଲାଣି ଶ୍ରୀକ୍ଷେତ୍ର ଗୋଟେ ଆଉ ଗୋଟେ ବାହା ହେଇଛି। ତା ମାନେ ମୁଁ ଏମାନଙ୍କର ଝଗଡା ପଟିଆକୁ ଏଇ କେତେଟା ଲୋକ ହିଁ ଦଉନାହାନ୍ତି, ଯାହାକି ଫଳରେ ସୋନାଲି ଆଉ ଶ୍ରୀକ୍ଷେତ୍ରର ଝଗଡା ଅଧିକ ଲାଗୁଛି। ସିଏ ତାର ଟିକେ ଆସିକି କହିଦେଲା କି ସୋନାଲି ପଣ୍ଡାର କୋଉଠି ଘଇତା ଅଛି ବୋଲି। ଆଉ ଇଏ ଘର ଭଡା ଉକିଲ ତାର କୋଉଠି ଥିଲା ଆସିକି ପହଞ୍ଚି କହୁଛି ଗଲା ସିଏ ଆଉ ଗୋଟେ ବାହା ହେଇଥିଲା, ତା ଡକ୍ୟୁମେଣ୍ଟ ସବୁ ମୋବାଇଲ ରେ ଅଛି। ଏବଂ ସିଏ ମଧ୍ୟ ତାଙ୍କଠୁ କିଛି ପଇସା ମଧ୍ୟ ଆଣିଛନ୍ତି, ଯାହାର ଫୋନ୍ପେର ସମସ୍ତ ଡକୁମେଣ୍ଟ ମଧ୍ୟ ସେ ଝିଅ ପାଖରେ ଅଛି। ଏବଂ ସିଏ ତାକୁ ବିବାହ କରିଛନ୍ତି ବୋଲି ସେ ଝିଅ ଯାଇକି ତାଙ୍କୁ କହିଛି। ଏବଂ କେବଳ ସିଏ ନୁହେଁ, ଆଉ 2 ଜଣ ଝିଅ ମଧ୍ୟ କମ୍ପ୍ଲେନ୍ କରିଛନ୍ତି। ହଁ ଏବଂ ସବୁ ଚାହୁଁନି ତାକୁ ଆସିବା ପାଇଁ, ମୁଁ ବି ଚାହୁଁନି। ଲାଗୁନି ହଇରେ ଶଳା ଅବାଣ୍ଡିଆ, ତୁ ଚାହୁଁନୁ ଆସିବା ପାଇଁ, ପୁଣି ହେଠି ତାକୁ ଏଠି ସୋସିଆଲ ମିଡିଆରେ ଯାଇକି ଆଖଡା କରୁଛୁ ପଳିଆ। ହଁ ହେଠି କୋର୍ଟରେ କେସ୍ କର, ପୁଲିସ ଧର, ତା ନାଁରେ ମିଛ ସତର୍କ। ସିଏ 1999 କହିନି, ତୁ କହୁ ନା 1997। ଆଉ ଯଦି ତୋର ଇଚ୍ଛା ନାହିଁ ତା ଗାଁଟା କାହିଁ ନାଗିଛୁ, ତୁ ଛାଡି ଦେଇ ପଳେଇ ଆସୁନୁ। ଯଦି ବି ତୁ ନ ଆସୁଛୁ କି ମୁଁ ବି ନ ଯାଉଛି, ତାହେଲେ ଆମର ଯେମିତି ଗଭର୍ଣ୍ଣମେଣ୍ଟ ହିସାବରେ ତ ଚୁକ୍ତିନାମା ହେଇଯାଉ, ଲେଖାପଢ଼ା ହେଇଯାଉ, ତୁ ତୋ ବାଟରେ ମୁଁ ମୋ ବାଟରେ। ଯା ଶଳା 7 ଖଣ୍ଡ ରାମାୟଣ ସରିଗଲା, କିନ୍ତୁ ସୀତା ମାଇକେଣ୍ଡିଆ ଜଣା ପଡିଲାନି। ତା ମାନେ ବର୍ତ୍ତମାନ ଶ୍ରୀକ୍ଷେତ୍ର କହୁଛି ମୁଁ ତାକୁ ଡିଭୋର୍ସ ଦେଇଦେବି। ଆରେ ଭାଇ ତୁ ତ ଶଳା ଗଲୁଆ ଅବାଣ୍ଡୁଆ, ତୁ ଶଳା ଯଦି ତୋର ଡିଭୋର୍ସ ଦବୁ ତ ମୂଳରୁ ତାକୁ ଡିଭୋର୍ସ ଦେଇଦଉନୁ। ସେ ତ ଯାତ୍ରା ବାଟରେ ଗାଣ୍ଡି ମରୁଛୁ ମରେୟ। ଆଉ ତୁ ତାକୁ ଡାକିକି ସେଠି ପୁଲିସ ଷ୍ଟେସନକୁ ନେଇକି ଯା, ଟିକେ କେସ୍ ଦେ, ଓକିଲକୁ ଗାଳି ଦେ, 1000 ଲୋକଙ୍କ ସାଙ୍ଗରେ ବାଇକ୍ ଦେ। ସିଏ କହୁଛି ମୋ ଜନ୍ମ ତାରିଖ 1999, ନା ତୁ କହିବୁ ମୋ ତା ଜନ୍ମ ତାରିଖ 1997। ତ ଗାଣ୍ଡି କଣ ଗଲୁ ଦଉଛି? ଯଦି ତୋର ଡିଭୋର୍ସ କରିବାର ଅଛି, ତୁ ଯାଇକି ଡିଭୋର୍ସ କେସ୍ କରିଦଉନୁ। ତୁ ଶଳାଟି ଡିଭୋର୍ସ କେସ୍ କରିବୁନି କି ତାକୁ କରତେ ଦବୁନି। ଆଉ ସିଏ ଯୋଉଠି କଲା ତୋ ଗାଣ୍ଡଟା ଫାଟୁଛି, କାହିଁ ତୁ ତା ଗାଣ୍ଡରେ କାହିଁ ନାଗୁଛୁ? ତୋର ତ ଶଳା ଅବାଣ୍ଡିଆ ଭାଣ୍ଡା ନାହିଁ, ତୁ ତା ହାତରେ ନାଗୁଛୁ କାହିଁ କହିଲୁ? ବୁଝିଲେ ସାଙ୍ଗମାନେ, କଥା ହେଇଛି 2 ଜଣ ଝଗଡା ନାହିଁ, 3 ଜଣଙ୍କର ଫାଇଦା। ଠିକ ସେମିତି। ଆଉ ଇଏ ସୋନାଲି
ଆଉ ଶ୍ରୀକ୍ଷେତ୍ର ଝଗଡା ଲାଗିଲା ବେଳକୁ ଏ ମଝିରେ କିଛି ଅଛନ୍ତି ସିଏ ଟିକେ ଏମିତି ନେଖା ବସି ଦେଇକି ଝଗଡାଟାକୁ ବଢେଇ ଦଉଛନ୍ତି। ଯାହା ବେଳେ ସୁନାଲି ଟିକେ ଡେଇଁଲା ବେଳକୁ ଶ୍ରୀକ୍ଷେତ୍ର ବି ଡେଇଁଲା। କଥା ହେଇଛି ସାଙ୍ଗମାନେ, ଝଗଡା ଲାଗିଥିବା ମଝିରେ କେବେ ପଶିବନି, ଆଉ ଯଦି ପଶିବ ବଦନାମୀ ହବ ଛଡା ଆଉ କିଛି ହିଁ ମିଳିବନି। ସେଥିପାଇଁ ଯୋଉଠି ସ୍ୱାମୀ ସ୍ତ୍ରୀ ଝଗଡା ସେଠି ଟିକେ ଦୂରେଇ ରୁହନ୍ତୁ। ଜୟ ଜଗନ୍ନାଥ। ଯଦି ମୋ ଭିଡିଓ ଭଲ ଲାଗୁଛି ନିଶ୍ଚିତ ସେୟାର କରନ୍ତୁ। ରହିଲି ନାଣ୍ଡୁ ବାବୁ, ଆପଣଙ୍କୁ ନମସ୍କାର।